କ'ଣ ହୁଏ? ଯେଉଁମାନେ ଅଖାଦ୍ୟ ଭୋଜନ କରନ୍ତି ସେମାନେ ପରଜନ୍ମରେ ଘୁଷୁରି ହୋଇ ଜନ୍ମ ହୁଅନ୍ତି। ଯିଏ ସର୍ବଦା କଳହପ୍ରିୟ ଅର୍ଥାତ୍ ଦୈନିକ କଳି ନ କଲେ ତା'ର ଭାତ ହଜମ ହୁଏ ନାହିଁ, ସେ ପରଜନ୍ମରେ ବିରାଡ଼ି ହୋଇ ଜନ୍ମ ଗ୍ରହଣ କରେ। ଯେଉଁମାନେ ଅତ୍ୟନ୍ତ ଲୋଭୀ ବା କୃପଣ ହୁଅନ୍ତି ସେମାନେ ପରଜନ୍ମରେ ଛେଳି ହୋଇ ଜନ୍ମ ହୁଅନ୍ତି। ଯିଏ ପିତାମାତା ଗୁରୁ ଓ ଗୁରୁଜନଙ୍କୁ କୁଭାଷା ପ୍ରୟୋଗ କରେ ସେ ପରଜନ୍ମରେ ମୂକ ହୋଇ ଜନ୍ମ ହୁଏ। ଯିଏ ପରନାରୀ ପର ସ୍ତ୍ରୀ ଅନୁଢ଼ା କନ୍ୟା ପର ଝିଅ ଓ ବୋହୂକୁ ସଙ୍ଗମ କରେ ସେ ପରଜନ୍ମରେ ନିଜ ଯୋନିରେ ଜନ୍ମଗ୍ରହଣ କରେ ଓ 7 ଜନ୍ମ ଯାଏ ନରକ ଭୋଗ କରେ। ଯିଏ ପର ଝିଅକୁ ବଳପୂର୍ବକ ଧର୍ଷଣ କରେ ହତ୍ୟା କରେ ସେ ନରକ ଭୋଗ କରେ ଓ ନର୍ଦ୍ଦମାର କୀଟ ହୋଇ ଜନ୍ମ ହୁଏ। ଯେଉଁମାନେ ଅନ୍ୟମାନଙ୍କ ସହ ଅଯଥାରେ କଳି କରନ୍ତି ଓ ସବୁବେଳେ ବଗବଗ ହୁଅନ୍ତି ଓ ହିଂସା ଆଚରଣ କରନ୍ତି ସେମାନେ ପରଜନ୍ମରେ କୁକୁର ଜନ୍ମରେ ଜନ୍ମ ହୁଅନ୍ତି। ଯିଏ ଭଣ୍ଡ ବାବା ହୋଇ ପର ସ୍ତ୍ରୀ ସଙ୍ଗମ କରେ ସେ ବିଷ୍ଠାର କୀଟ ହୋଇ ଜନ୍ମ ହୁଏ। ଯିଏ ବିନା କାରଣରେ ସର୍ବଦା ରାଉ ରାଉ ହୁଏ ଓ ଆଡ଼ବାୟା ପରି ହୁଏ ସେ ପରଜନ୍ମରେ କାଉ ଜନ୍ମରେ ଜନ୍ମ ହୁଏ। ଯିଏ ପରନାରୀ ପରଧନ ହରଣ କରନ୍ତି ସେମାନେ କଙ୍କଡ଼ା ହୋଇ ଜନ୍ମ ହୁଅନ୍ତି। ଯେଉଁମାନେ ସ୍ୱଜାତି ପରହିଂସ୍ରକ ଭଳି ଆଚରଣ କରନ୍ତି ଓ ଅନ୍ୟମାନଙ୍କ ପ୍ରତି ହିଂସାପୂର୍ଣ୍ଣ ଭାବ ପୋଷଣ କରନ୍ତି ସେମାନେ ପରଜନ୍ମରେ ବଳଦ ହୋଇ ଜନ୍ମ ହୁଅନ୍ତି। ଯିଏ ଅକାରଣରେ ଅନ୍ୟ ସହ କଳି କରେ ତା ପ୍ରତି ହିଂସା ଆଚରଣ କରେ ଓ ତାକୁ ଦେଖିଲେ ଫଁ ଫଁ ହୁଏ ସେ ପରଜନ୍ମରେ ସର୍ପ ହୋଇ ଜନ୍ମଗ୍ରହଣ କରେ। ଯିଏ ଭେଣ୍ଡା ହୋଇ ଅନ୍ୟକୁ ମେଣ୍ଢା ଭଳି ବ୍ୟବହାର କରେ ଓ ତାକୁ ବିଭିନ୍ନ ମାଲିମକଦ୍ଦମାରେ ଫସାଇ ଦିଏ ସିଏ ପରଜନ୍ମରେ ମେଣ୍ଢା ହୋଇ ଜନ୍ମଗ୍ରହଣ କରେ।